ଶିଖିବାର ତୀବ୍ର ଇଚ୍ଛା। ପରମାତ୍ମା ମନୁଷ୍ୟକୁ ବୁଦ୍ଧି ଦେଇଛନ୍ତି କିଛି ଶିଖିବା ଓ ବିଚାର କରିବା ପାଇଁ। ମନୁଷ୍ୟକୁ ହାତ ପାଦ ଦେଇଛନ୍ତି, ଯାହାଫଳରେ ସେ ସ୍ୱୟଂ ନିଜର ଭାଗ୍ୟ ନିର୍ମାଣ କରିପାରିବ। ବିଶିଷ୍ଟ ଜୀବ ବିଜ୍ଞାନୀ ଡାରୱିନ୍ଙ୍କ ମତରେ ଦୁନିଆରେ କେବଳ ସେହି ଜୀବ ହିଁ ତିଷ୍ଠି ରହିପାରିବ ଯିଏ ଅନ୍ୟମାନଙ୍କ ଅପେକ୍ଷା ଅଧିକ ସାମର୍ଥ୍ୟବାନ ଏବଂ ଶ୍ରେଷ୍ଠ। ବାକି ସମସ୍ତ ଜୀବ କାଳର ଗର୍ଭରେ ଲୀନ ହୋଇଯିବେ। ଏକଥା ସେତେବେଳେ ବି ସତ୍ୟ ଥିଲା ଓ ଏବେ ବି ଅଛି। ନିଜକୁ ବଞ୍ଚାଇ ରଖିବା ନିର୍ଭର କରୁଛି କେବଳ ବଦଳୁଥିବା ପରିସ୍ଥିତିରୁ ଶିଖିବାର କ୍ଷମତା ବା ଦକ୍ଷତା ଉପରେ। ଶିଖିବା ଏକ ସ୍ୱତଃ ପ୍ରବୃତ୍ତ ପ୍ରକ୍ରିୟା ଅଟେ। ଯିଏ ନୂଆ ନୂଆ କୌଶଳ ଶିଖିପାରେ, ଯିଏ ନୂତନ ପରିସ୍ଥିତିର ଆବଶ୍ୟକତା ଅନୁସାରେ ନିଜକୁ ବଦଳାଇ ପାରେ, ସେ ହିଁ ସଫଳ ହୋଇପାରେ। କୌଣସି ବ୍ୟକ୍ତି କେବେ ପୂର୍ଣ୍ଣ ନୁହେଁ। ଜ୍ଞାନ ବାବଦରେ ତ ବିଲକୁଲ ନୁହେଁ। କେହି କେତେ ବି ଶିକ୍ଷା ଅର୍ଜନ କରୁ ବା କୌଣସି ବଡ଼ ସଫଳତା ପାଇଗଲେ ବି ଶିଖିବାର ପ୍ରକ୍ରିୟା ଅଟକିଯାଏ ନାହିଁ। ଚତୁର୍ଦିଗକୁ ଦେଖନ୍ତୁ, ଜ୍ଞାନର ଭଣ୍ଡାର ଭରା ଅଛି। ଆପଣ ନିଜେ ବୁଝିପାରିବେ ଆପଣଙ୍କ ଜ୍ଞାନ କେତେ କମ୍ ଅଛି। କିଛି ନୂଆ ଶିଖିବାର ଇଚ୍ଛାକୁ ଜାଗ୍ରତ କରି ରଖନ୍ତୁ। ଏହା ହିଁ ବୁଦ୍ଧିମାନୀ। ବିଶେଷ କରି ବିଦ୍ୟାର୍ଥୀ ଜୀବନରେ ନୂଆ କିଛି ଶିଖିବାର ଇଚ୍ଛା ତାକୁ ସଫଳତାର ଶିଖର ଉପରେ ବସାଇଥାଏ। ପରୀକ୍ଷା ତ ସାମାନ୍ୟ ପଢ଼ିବା ପିଲା ବି ପାସ୍ କରିଯାଏ, କିନ୍ତୁ ସର୍ବଶ୍ରେଷ୍ଠ ସେ ହୁଏ ଯାହାର ପାଠ୍ୟକ୍ରମର ସବୁ ପାଠକୁ ଜାଣିବା ଓ ଶିଖିବାର ପ୍ରବଳ ଇଚ୍ଛା ଥାଏ। ନିଜ ଶିଖିବାର କ୍ଷମତାକୁ ଆହୁରି ବିସ୍ତାର କରିବାକୁ ପଡ଼ିବ ଯଦି ଆପଣ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ଅର୍ଜନ କରିବାକୁ ଚାହୁଁଛନ୍ତି। ଆଜିର ପ୍ରତିଯୋଗିତାମୂଳକ ପରିବେଶରେ କେବଳ ଶିଖିବାର ଇଚ୍ଛା ହିଁ ଆପଣଙ୍କୁ ସବୁଠୁ ଆଗରେ ଠିଆ କରିପାରେ। ନୂଆ କଥା ଶିଖିବାର ପ୍ରବୃତ୍ତି ହିଁ ଆଜି ମାନବ ସମାଜକୁ ଏତେ ଆଗକୁ ଆଣିଛି। ଯଦି ଏହି ଜିଜ୍ଞାସା ନଥାନ୍ତା, ସମାଜ କ'ଣ ଏପରି ଉନ୍ନତି କରିପାରିଥାନ୍ତା? ଜୀବନରେ ଉପଲବ୍ଧ ସମସ୍ତ ସୁବିଧା ହାସଲ ହୋଇପାରିଛି କେବଳ ମାନବର ଶିଖିବାର ତୀବ୍ର ଇଚ୍ଛାର ପରିଣାମ ସ୍ୱରୂପ। ଯଦି ଆଗକୁ ବଢ଼ିବା ଓ ସଫଳ ହେବାରେ ଅଛି, ତେବେ ନିରନ୍ତର ଶିଖିବାର ଇଚ୍ଛାକୁ ଆପଣାଇବାକୁ ପଡ଼ିବ। ଖାଲି ହାତର ରେଖାକୁ ଧରି ବସିଲେ କିଛି ହୁଏ ନାହିଁ, ବରଂ ଶିଖିବାର ଇଚ୍ଛା ଆମକୁ ସୁଯୋଗ ଦିଏ କି ଆମେ ନିଜେ ନିଜର ଉନ୍ନତି କରିବା, ପରିସ୍ଥିତିକୁ ମୁକାବିଲା କରି ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା। ଜୀବନସାରା ଛାତ୍ର ହୋଇ ରହିବା ଭଲ, ତେବେ ଯାଇ ଆମେ ଶ୍ରେଷ୍ଠ ହୋଇପାରିବା। ଆଜି ଶ୍ରେଣୀରେ ତ କାଲି ଜୀବନର ସବୁ ସୋପାନରେ। ଶିଖିବା ପାଇଁ ଏହି କଥାଗୁଡ଼ିକୁ ଧ୍ୟାନ ଦିଅନ୍ତୁ। ନିରନ୍ତର ଶିଖିବାର ପ୍ରବୃତ୍ତିକୁ ନିଜ ଜୀବନର ଅଂଶ କରନ୍ତୁ। ନିରନ୍ତର ଶିଖିବାର ପ୍ରବୃତ୍ତି ବ୍ୟକ୍ତିକୁ ସବୁବେଳେ ସତେଜ ଓ ସକାରାତ୍ମକ ବିଚାର ସମ୍ପନ୍ନ ରଖିଥାଏ। ଜ୍ଞାନ କେବଳ ବହିମାନଙ୍କରୁ ମିଳେ ତାହା ନୁହେଁ, ବରଂ ଦୁନିଆରେ ଘଟୁଥିବା ଘଟଣା ଓ ଗତିବିଧିରୁ ଆମେ ବହୁତ କିଛି ଶିଖିପାରିବା। ତେଣୁ ଏସବୁ ଉପରେ ଦୃଷ୍ଟ ଦୃଷ୍ଟି ଦିଅନ୍ତୁ। ନୂଆ ନୂଆ ଟେକ୍ନିକ୍ କେବଳ ଶିଖନ୍ତୁ ନାହିଁ, ବରଂ ନିଜର ଦୈନିକ କାମରେ ବି ଲଗାନ୍ତୁ। କେବେ ବି କାହାଠାରୁ କିଛି ପଚାରିବାକୁ ପଛଘୁଞ୍ଚା ଦିଅନ୍ତୁନି। ଏହା ଆପଣଙ୍କ ଶିଖିବାର ରାସ୍ତାର ପ୍ରତିବନ୍ଧକ ପାଲଟିଯାଏ। ଉଦାହରଣ ସ୍ୱରୂପ, ଇ-ମେଲ୍, କମ୍ପ୍ୟୁଟର ଆଦି ବ୍ୟବହାର ଯଦି ଜାଣିନଥାନ୍ତି, ତେବେ ଦୁନିଆ ସାଙ୍ଗରେ ଆପଣ ତାଳ ମିଳାଇ ଚାଲିପାରିବେ ନାହିଁ। ତେଣୁ ଯଦି ଆଗକୁ ବଢ଼ିବାର ଅଛି, ତେବେ ଶିଖନ୍ତୁ ଓ ଶିଖି